ଆଜି ଯେଉଁ ମୁଭି ବିଷୟରେ କହିବାକୁ ମୁଭିଟା ହେଉଛି ତାମିଲ ଲାଙ୍ଗୁଏଜ ମୁଭି ଯେଉଁଟାକି ହିନ୍ଦୀ ଡବ୍ଡରେ ଏବେ ମଧ୍ୟ ଓଟିଟିରେ ପଳେଇ ଆସିଛି। ମୁଭିର ନାଁ ହେଉଛି କନ୍ ସିଟି। ଠିକ୍ ଅଛି, ଏଥିରେ ଲିଡ୍ରେ ଆପଣଙ୍କୁ ଅର୍ଜୁନ ଦାସ ଦେଖିବାକୁ ମିଳେ। ଏଇ ମାନେ ଆକ୍ଟରଟା ଯଦି ଆପଣ ଜାଣିଥିବେ ଭାଇ, ଇଏ ଭଏସ୍ ଖୋଲିବ ମାନେ ୟା ଆଗରେ ଶାହରୁଖ ଖାନ ବି ଫିକା। ଠିକ୍ ଅଛି, ଆ ଭଏସ୍ ଏମିତି ଭାଇ ଖତରନାକ ଲେଭେଲ ଭଏସ୍। ମୁଭିର ବେସିକ୍ ଷ୍ଟୋରି ଏଇଆ ହେଲା ଯେ କିଛି ମାନେ ଗୋଟେ ଷ୍ଟ୍ରଗଲିଂ ଫ୍ୟାମିଲି ଅଛି, ଯାହାର ଗୋଟେ ହୋଟେଲଟେ ଅଛି, ମାନେ ହୋଟେଲ ଚଳେଇକି ବଞ୍ଚୁଛନ୍ତି, ମାନେ ବହୁତ କଷ୍ଟମଷ୍ଟ ବଞ୍ଚୁଛନ୍ତି। ଆଉ ଯେ ଆମର ହିରୋ ଅଛି, ହିରୋର ଗୋଟେ ପୁଅ ଅଛି ଯିଏକି ଚାଲିପାରେନି, ମାନେ ଡିସେବିଲିଟି ଅଛି। ଠିକ୍ ଅଛି, ଆଉ ସେ ସ୍କୁଲ ଥରେ ଯାଇଥିଲା, ସ୍କୁଲରୁ ତାକୁ କିଏ କିଡନାପ୍ କରିନିଏ। ଏବେ ଫ୍ୟାମିଲି ବାଲାଙ୍କ ଉପରେ ପ୍ରେସର ପଡୁଛି, ଭାଇ କ'ଣ କେମିତି କିଏ କିଡନାପ୍ କରିଦେଲା, କାହିଁକି, ମାନେ ତାପରେ ଏବେ ଖୋଜାଖୋଜି ଚାଲେ। ତାପରେ ଆପଣଙ୍କୁ ସେମାନଙ୍କ ପାଷ୍ଟ ଲାଇଫ୍ ଦେଖିବାକୁ ମିଳେ ଯେତେବେଳେ ଯାଆନ୍ତି। ସେଟା ମାନେ ସ୍କାମ୍ ଟାଇପ୍ର ମୁଭିଟେ ମାନେ ଆପଣ ମୁଭି ଦେଖନ୍ତୁ ଜାଣିପାରିବେ। ବେଶୀ ମୁଁ ଆପଣ ଷ୍ଟୋରି ସ୍ପଏଲ୍ କରୁନି, ମାନେ ଭଲ ଲାଗିବନି ଆପଣ ଏମିତି ଷ୍ଟୋରି ମୁଁ କହିଦେଲେ। ତ ମୁଭି ଥରେ ଦେଖନ୍ତୁ ଭାଇ, ମୁଁ କହୁଛି ଜେନୁଆଲି ଥରେ ଟ୍ରାଏ କରନ୍ତୁ। ମୁଁ ଏମିତି ବହୁତ ବଢ଼ିଆ ନୁହେଁ, ବହୁତ କିଛି ଏକ୍ସପେକ୍ଟେସନ୍ ସହିତ ଆପଣ ଦେଖନ୍ତୁନି। ଯଦି ଆପଣ ଲକି ଭାସ୍କର ଦେଖିଥିବେ ତ ସେଇଭଳିଆ ଟାଇପ୍ର ମୁଭି। ବାକି ଏଥିରେ ହାଲକା ଫୁଲକା ଟୁଇଷ୍ଟ ମଧ୍ୟ ଅଛି, ଦେଖିବା ପାଇଁ ଭଲ ଲାଗେ। ଠିକ୍ ଅଛି, ମାନେ ଆରାମସେ ବିନା କିଛି ଏକ୍ସପେକ୍ଟେସନ୍ ମୁଭି ଦେଖନ୍ତୁ, ଫ୍ୟାମିଲି ମାନଙ୍କ ସହିତ ଦେଖନ୍ତୁ ଭାଇ, ବଢ଼ିଆ ଲାଗିବ ମୁଭି। ଠିକ୍ ଅଛି, ତ ଦେଖନ୍ତୁ ଭାଇ, ମଜା ଆସିବ, ମାନେ ଜେନୁଆଲି ମତେ ତ ବଢ଼ିଆ ଲାଗିଲା ମୁଭି। ତ